ପାଣିପାଗ ବିଭାଗ ଅନୁସାରେ ଓଡ଼ିଶାରେ ଆସନ୍ତା ଦିନଗୁଡ଼ିକରେ ଗରମ ହେବ। ଭାରତୀୟ ପାଣିପାଗ ବିଭାଗ IMD ଜଣାଇଛି ଯେ ମେ 8 ଅର୍ଥାତ୍ ଆଜିଠାରୁ ମେ 13 ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଅଞ୍ଚଳରେ ତାପମାତ୍ରା ବଢ଼ିବ ଏବଂ ଲୋକେ ଗରମ ଓ ଗୁଳୁଗୁଳି ଅନୁଭବ କରିବେ। ଏହିପରି ମେ 7ରେ ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ କଳାହାଣ୍ଡି ଅଞ୍ଚଳରେ ବର୍ଷା ଏବଂ ହାଲୁକା ଧାରଣର ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି, ଯେଉଁଥିରେ ପବନର ବେଗ 30ରୁ 40 କିଲୋମିଟର ରହିବ। ସେହିପରି 9 ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ଭୟଙ୍କର ଗରମ ଓ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେବ। ପାଣିପାଗ ବିଭାଗ ଆହୁରି କହିଛି ଯେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ୍ ଦେଖାଦେବାର ସମ୍ଭାବନା ରହିଛି। ଦିନର ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଏବଂ ମେ ମାସରେ ସାଧାରଣଠାରୁ ବେଶୀ ଗରମ ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟରେ ଲୋକମାନେ ଦିନଗୁଡ଼ିକରେ ଘରୁ ବାହାରକୁ ଯିବା ସମୟରେ ସାବଧାନ ରୁହନ୍ତୁ ଏବଂ ପର୍ଯ୍ୟାୟ ପାଣି ପିଅନ୍ତୁ ଓ ଗରମ ପ୍ରଭାବକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭାରତ ପହଲଗାମର 26 ଜଣ ନିର୍ଦ୍ଦୋଷ ଭାରତୀୟ ହତ୍ୟା ପ୍ରତିଶୋଧ ନେବା ପାଇଁ 7 ମଇ ମଧ୍ୟରାତ୍ରିରେ ଅପରେସନ ସିନ୍ଧୁ ଆରମ୍ଭ କରିଥିଲେ। ଏହି ଅପରେସନ ଅଧୀନରେ ଭାରତୀୟ ବିମାନ ପାକିସ୍ତାନ ମଧ୍ୟରେ ଥିବା 9ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ 900 ଆତଙ୍କବାଦୀ ଉପସ୍ଥିତ ଥିବା ବେଳେ ଲସ୍କର-ଏ-ତୈୟବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ମୁଖ୍ୟାଳୟ ଧ୍ୱଂସ ହୋଇଯାଇଛି। ଅପରେସନର ନେତୃତ୍ୱରେ NSA ଅଭିଜିତ ଡଭାଲିଆ ସମ୍ପୂର୍ଣ୍ଣ ଅପରେସନ ନେତୃତ୍ୱ ନେଇଥିବା ବେଳେ ଏହାର NTR ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏକ ଗୁପ୍ତ ନିୟନ୍ତ୍ରଣ କକ୍ଷ ସ୍ଥାପିତ ହୋଇଥିଲା ଯାହାଦ୍ୱାରା ପୂରାପୂରି NSA ଡଭାଲ ନିୟନ୍ତ୍ରଣରେ ଥିଲେ। ପ୍ରଥମେ ଗୁପ୍ତଚର ସୂଚନା ସଂଗ୍ରହ କରି ତାପରେ ଲକ୍ଷ୍ୟସ୍ଥଳ ଚିହ୍ନଟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ଏହା କାର୍ଯ୍ୟକାରୀ ଆରମ୍ଭ ହୋଇଥିଲା। 6 ମଇ ରାତିରେ ଅନ୍ତିମ ସଂକେତ ମିଳିବା ପରେ ଭାରତୀୟ ବିମାନ ଆକାଶରେ ଉଡ଼ିଲା ଏବଂ ଆତଙ୍କୀ ଶିବିରଗୁଡ଼ିକ ଟାର୍ଗେଟ କରି ଆକ୍ରମଣ କରିଥିଲା। ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା କି ଆତଙ୍କବାଦୀ ଆଡ୍ଡାଗୁଡ଼ିକ ନିସ୍ତୁନିବାତ କରିବା ଏବଂ ଫଳାଫଳରେ ଅପରେସନ ସଫଳ ହୋଇଥିଲା ଏବଂ ଭାରତୀୟ ପକ୍ଷରୁ ଏକ ମଜବୁତ ବାଣୀ ପ୍ରେଷଣ କରାଯାଇଥିଲା ଯେ ଆତଙ୍କ ଓ ତାଙ୍କର ସମର୍ଥନ କରୁଥିବା ଦେଶକୁ ଛଡ଼ାଯିବ ନାହିଁ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶା କ୍ୟାବିନେଟ ବୈଠକରେ 5 ବିଭାଗରେ 8ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରସ୍ତାବଗୁଡ଼ିକ ହେଲା ବିପର୍ଯ୍ୟୟ ପ୍ରତିରକ୍ଷା ସଡ଼କ ଯୋଜନା, ଯେଉଁଥିରେ 1000 କୋଟି ଟଙ୍କାର ବ୍ୟୟ ହୋଇ 500 କିଲୋମିଟର ନୂତନ ସଡ଼କ ନିର୍ମାଣ ହେବ। ନିର୍ମଳା ଯୋଜନା ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଆନୁଷ୍ଠାନିକ ସେବା ଉନ୍ନତି ପାଇଁ 5164.7 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରାଣୀଧନ ଚିକିତ୍ସା ସେବା ନିୟୋଗ 2024ରେ 113 ନୂତନ ପଦବୀ ସୃଷ୍ଟି ଏବଂ କ୍ୟାଡର ସକ୍ଷମତା ବୃଦ୍ଧି ଏବଂ ଏହାର କ୍ଷମତା ବୃଦ୍ଧି। ମୁଖ୍ୟମନ୍ତ୍ରୀ ବସ୍ ସେବା, ସୁଲଭ ନିରାପଦ ବସ୍ ସେବା ଓ ମହିଳା, ବୃଦ୍ଧ ଓ ଛାତ୍ରଛାତ୍ରୀଙ୍କ ଭିନ୍ନକ୍ଷମ ପାଇଁ 50% ରିହାତି ଏହାର ଆଉ ଗୋଟେ ମୁଖ୍ୟ ପ୍ରସ୍ତାବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଅପରେସନ ସିନ୍ଧୁକୁ ସମର୍ଥନ ଦେଇଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଅପରେସନ ସିନ୍ଧୁକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି କୌଣସି ଦେଶକୁ ଅନ୍ୟ ଦେଶ ଦ୍ୱାରା ନିୟନ୍ତ୍ରିତ ଭୂମିକୁ ଆତଙ୍କବାଦୀ ଆକ୍ରମଣ ଗ୍ରହଣ କରିବା ଉଚିତ ନୁହେଁ। ସେ ଏହି ମଧ୍ୟ କହିଛନ୍ତି ଯେ ଭାରତ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଭାବରେ ନ୍ୟାୟଯୁକ୍ତ। ସେହିପରି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ସେ ଏହି କାର୍ଯ୍ୟାନୁଷ୍ଠାନ ଏକଜୁଟ ଭାବରେ ଭାରତ ସହ ବ୍ରିଟେନ ସମର୍ଥନ ରହିଛି ବୋଲି କହିଛନ୍ତି। ଭାରତ ପହଲଗାମ ଆକ୍ରମଣ ପରେ 2025 ମେ 6 ତାରିଖ ମଧ୍ୟରାତ୍ରିରେ ଅପରେସନ ସିନ୍ଧୁ ଆରମ୍ଭ କରି ପାକିସ୍ତାନ ଓ POKରେ ଅବସ୍ଥିତ ଆତଙ୍କବାଦୀ ଶିବିରଗୁଡ଼ିକ ବାୟୁସେନାରେ ଆକ୍ରମଣ କରିଥିଲା। ଏହି ଅପରେସନ ସିନ୍ଧୁକୁ ସମର୍ଥନ କରି ବ୍ରିଟେନ ପୂର୍ବତନ ମୁଖ୍ୟମନ୍ତ୍ରୀ ଋଷି ସୁନକ କହିଛନ୍ତି ଯେ ଆତଙ୍କୀ କୌଣସି ପ୍ରକାର ଛଡ଼ାଯିବ ନାହିଁ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆୟୁଷ୍ମାନ ଚିକିତ୍ସା ଉଦ୍ଦେଶ୍ୟ ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱର ସମନ୍ୱୟ ଆୟୁଷ୍ମାନ ଚିକିତ୍ସା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର ସ୍ଥିତ ଡକ୍ଟର ଅଭିନନ୍ଦନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦ ବାର୍ଷିକ ଉତ୍ସବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହିତ ଡକ୍ଟର ଅଭିନନ୍ଦନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ନୂତନ ଏମର୍ଜେନ୍ସି ୟୁନିଟ୍ ଶିଳାନ୍ୟାସ କରିବା ସହିତ କଲେଜରେ ଏକ ହୋମିଓପାଥ ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିର ଉଦ୍ଘାଟନ ମଧ୍ୟ କରିଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ନେଇ 4ଟି ସରକାରୀ ହୋମିଓପାଥି ମହାବିଦ୍ୟାଳୟ ଓ ଚିକିତ୍ସା ଅଛି ବୋଲି ସେ କହିଛନ୍ତି। ଏହା ସହିତ 562ଟି ସରକାରୀ ହୋମିଓପାଥି ଡାକ୍ତରଖାନା ଅଛି। ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର, ବାଲେଶ୍ୱର ଠାରେ 3ଟି ସମନ୍ୱୟ ଆୟୁଷ୍ମାନ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ 23,635 କୋଟି ଟଙ୍କାର ବ୍ୟୟବରାଦ କରିଛି। ଏହା ରାଜ୍ୟ ବଜେଟର 8%ରୁ ଅଧିକ ହୋଇଥିବା ବେଳେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ୱାରା ରାଜ୍ୟରେ 1 କୋଟିରୁ ଅଧିକ ଲୋକ ଦେଶର 29,000 ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା
ଚିକିତ୍ସା ପାଇପାରିବେ। କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମାଲିନ କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଚିକିତ୍ସା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଡକ୍ଟର ଅଭିନନ୍ଦନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲରେ ଛାତ୍ରଛାତ୍ରୀମାନେ ଏହି ପ୍ରମାଣ କରି ଚିକିତ୍ସା ପଦ୍ଧତିକୁ ଆହୁରି ଜନାଭିମୁଖ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଏକାମ୍ର ଭୁବନେଶ୍ୱର ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱେତ ଏବଂ ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର, ମୁଖ୍ୟ ବକ୍ତା ଡକ୍ଟର ଏଲ.କେ. ନନ୍ଦ ମଞ୍ଚାସୀନ ଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଲିପକ ମହାପାତ୍ର ବିବରଣୀରେ ପାଠ କରିଥିବା ବେଳେ ସେହିପରି ଛାତ୍ର ସଂସଦର ସାଧାରଣ ସମ୍ପାଦକ ସୌମ୍ୟଦର୍ଶନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ।